ଅଛି ସିଂହାସନ ଫାଙ୍କା ଦେଉଳ ଖାଲି ଟଙ୍କା କୁଆଡ଼େ ଗଲା ଟଙ୍କା କୁଆଡ଼େ ଗଲା ମାନେ ସେ କ'ଣ କଣ୍ଢେଇ କୋଉଠି ହଜି ଯାଉଛି ଠାକୁର ସିଏ ଜିଅନ୍ତା ଠାକୁର ବିଶ୍ୱ ବ୍ରହ୍ମାଣ୍ଡରେ ଯାହାର ଲୀଳାଖେଳା ତାକୁ ନେଇ ସମ୍ଭାଳିବ କିଏ କହିଲେ କଟା ଜଗା ନାହିଁ ଶୁଣୁ ଇଲୋ ସତ କହୁଛି ମା ସରକାରୀ ଉଆସ ପଚାରି ଭିତରେ ଥିବା ଦେଉଳରୁ କ'ଣ ଦେଉଳରୁ ତମେ କିଛି କହୁନ କାହିଁକି କ'ଣ ହେଇଛି ଦେଉଳରୁ ଜଗା କିଏ ଚୋରି ନେଇଛି କ'ଣ କହିଲ ତମେ ଦେଉଳରୁ ଜଗାକୁ କିଏ ନେଇଯାଇଛି ମୁଁ ସତ କହୁଛି ତମର ଦେଉଳରେ ଜଗା ନାହିଁ ମୁଁ ସତ କହୁଛି ବା ମିଛ ମିଛ ହଁ ମିଛ ତମେ ଯାହା ସବୁ କହୁଛ ସବୁ ମିଛ କହୁଛ ଏ ମା ତୁ ଠିକ କଥା କହୁଛୁ ମୋର ବି ମାନେ କଥା ବିଶ୍ୱାସ ହଉନି ତୁ କହିଲୁ ଟିକେ ଭଲ କରି ଦେଖିବୁ ମା ମୁଁ ସତ କହୁଛି ମୋ ଆଖି ଛୁଁଛି ମା ଦେଉଳ ଭିତରେ ଖାଲି ରତ୍ନ ସିଂହାସନ ଫାଙ୍କା ଜଗା ନାହିଁ ମା ଇଏ ସାତ ପୁରୁଷର ଦେଉଳର ବୟସ ଯେତିକି ତା ଭିତରେ ପୂଜା କରୁଥିବା ଜଗାର ବୟସ ବି ଠିକ ସେତିକି ଉଆସ ପାଚେରୀ ଦେଇ ଜଗାକୁ ନେଇଯାଇଛନ୍ତି ମାନେ এই উয়াস সব রহিবনি রে মা এবং সম্প্রতি বিপদ মাড়ি যাচ্ছে ধ্বংসরে জীব এ শত পুরুষর জমিদারি উয়াস শেষ এই জীবনে যাই কোন তুমি সেমিতি কথা কোনি আম জগন্নাথ ঠাকুর কো গণে যে তাকে চোরি নেই যাব সেমিতি দিলে কলা পড়ে কোন আম জগন্নাথ নেই পারি নথা মোগল ঠাকুর আরম্ভ করে তুগলক করি আওরঙ্গজেব আদি কেতে আক্রমণ করি পারে ইচ্ছা করি চেষ্টা করিবি আম জগন্নাথ কোন আম ওড়িয়া গোপাল কি নেই পারছতি আ যৌ ঠাকুর কো কলা পাহাড় বড় দাঁড়ে হাতি ধরা ঘোষারি ঘোষারি নেই বহুত ଆଉ ଯୋଉ ଠାକୁର କେବଳ ସେଇ ବିଧର୍ମୀ ମାନଙ୍କ ପାଇଁ ଡଙ୍ଗାରେ ବସି ଚିଲିକାରେ 100 ଜାଗା ବୁଲିଛି ବାଜୁ କୋଉଠି ବୁଡ଼ି ଯାଇନି କି ହଜି ଯାଇନି ସେ ଜଗନ୍ନାଥକୁ ନବ କିଏ ଜଗନ୍ନାଥ ହଉଛନ୍ତି ଆମ ଓଡ଼ିଆଙ୍କର ଆତ୍ମା ଆମ ଅତୀତ ଆମ ବର୍ତ୍ତମାନ ଆମ ଭବିଷ୍ୟତ ତେଣୁ ତାକୁ ନବ କିଏ ଆଉ କୁଆଡ଼େ ବା ନବ ନେଇଯାଇଛନ୍ତି ଜଗନ୍ନାଥ ମୂର୍ତ୍ତି ନାହିଁ କ'ଣ କହିଲେ ଜଗା ନାହିଁ ଚାରିଆଡ଼େ ପ୍ରକଟ ହେଇଯିବ କିଏ କେତେ କ'ଣ କରିବେ କହିବେ କ'ଣ ଲୋକମାନେ କଥା ହଉଛନ୍ତି ମନ୍ଦିରର ଠାକୁର ବର ହେଇଯିବ ଭଲ ଲକ୍ଷଣ ନୁହଁ ଅଶୁଭ ଲକ୍ଷଣ ବିନା ଇଚ୍ଛା ତାକୁ କେହି ବି କୁଆଡ଼େ ନେଇକି ଯାଇପାରିବେନି ଆଉ ଯଦି ସେ କୁଆଡ଼େ ଯାଇଥିବ ତାହେଲେ ତା ନିଜ ଇଚ୍ଛାରେ ହିଁ ଯାଇଥିବ ଏ ମା ମୋ ମନ ଜମାରେ ବୁଝୁନିଲ ତମେ ଦେଖ ମୋ ଜଗା ଗଲା କୁଆଡ଼େ ଗଲା ମୋ ଜଗା ତୋ ଜଗା ଏଇଠି ମୋ କାନ୍ଧରେ मनीष और देवता भितर फरक कौन जे मनीष को जीवन अछि ए तार को जीवन अछि कौन कहलु मो चोकार जीवन नै जल्दी तार जीवन नै ता तमे सब डाकु चके छंद सुके तापके गुहार पडिया पे काई के जाउछ तथापि नाही जगन्नाथ नै प्रश्न करा जायनी जगार जीवन अछि लो आमी खाउछे से भी खाउछे अल्प लो 60 प्रकार 60 कोटी 56 प्रकार भोग खाउची आमे गाधुचे से भी गाधुचे आमे साबुन साबुन लगे होचे हेले मो जगा कस्तूरी चंदन कर्पूर लगे होचे आमे बसी गीत सुनुचे मो जगा भी बसी गीत गोविंद सुनुचे 36 पाटकुर लोक आनी 36 आनी जग खंजीची 12 मासरे 13 जात कम रसिकिया ठाकुर से कोची पडला जगार जीवन नै तोड़ा किसी जानी ना अच्छा भया ना तुम्हें के कोइलो तो जगह बनी जाइलो पड़े ए देख ए जो गरम होउछ घरे पंखा देख सोई होउछ ना सोई होउछ सेमती को जगह को गरम होतला बोली तो का उठके बाहर को नेतली बुलिया को पवन खाइया पे ए देखो झाड़ा का मुंह सुखी गिर किन कोला काट पड़ी जाइतला केने खिलखिली ही हसुची हां भारी गोरा टोकाडा तो कोला काट पड़ी जाइतला ए देख बा ता रंग अधर रंगीला हसु को टिके देखे कोन बणी ठीक कहली तो चल चल जगह एवं तो जगह को चल जय जगन्नाथ जय जगन्नाथ स्वामी जय जगन्नाथ स्वामी
ଶାନ୍ତି ପାଇଯିବ। ମୋ ମନ କାହିଁ ଚାହୁଁନି ମୁଁ ଆଉ ବେଶୀ ଦିନ ବଞ୍ଚିବି। ତେଣୁ ମରିବା ଆଗରୁ ତା ଆଡ଼ ପୁଅ ଭରା ଟିକେ ଖାଇବାକୁ ମୋର ଭାରି ଇଚ୍ଛା ହଉ। ବଡ଼ ମା କେତେ ଥର କହି ତମର କିଛି ହବନି ବୋଲି କାହିଁ ସେ ବେକାର କଥା କହୁଛ କହିଲ? ଏଠି ମା କଣ ସେ କଥା ବୁଝୁଛି? ଏଠି ମା ମୋ ସାଙ୍ଗ ରାଧା ସହିତ ତୋ ପୁଅର ବାହାଘର ହବ, ନାତି ନାତୁଣୀ ହବ, ନାତି ବାହାଘର ହବ। ତାପରେ ମୁଁ ଏତେ ମୂର୍ଖ ନୁହେଁ। ଡାକ୍ତର କହିଛନ୍ତି ମୋର ହାର୍ଟ ରୋଗ। ଏ ବୟସରେ ହାର୍ଟ ରୋଗୀ କେତେ ଦିନ ବଞ୍ଚନ୍ତି ସେ କଥା କ'ଣ ମୁଁ ଜାଣିନି? ତମେ କିଛି ଜାଣିନ। ମୁଁ କହୁଛି ତମର କିଛି ହବ। କୋଉ ଡାକ୍ତର କଥା ତମେ ଶୁଣୁନି। ଡାକ୍ତର ସବୁଠାରୁ ବଡ଼ ଡାକ୍ତର ପୁରା ତମ ପାଖରେ ଅଛି। ଓକେ ମୋ ଭାଇକୁ କହିଛି ମା ପାଇଁ ଅବରା, ମୋ ପାଇଁ ମୋତିମାଣି ଆଉ ରାଧା ପାଇଁ ପିଓର ଶଙ୍ଖରେ ତିଆରି ଦିପଟ ଶଙ୍ଖା ଆଣିବ। ସେ କାଳେ ଭୁଲିଯିବ, ତାକୁ ଟିକେ ମନେ ପକେଇ ଦବ। ଓହୋ ତୁ ଚାଲୁ ଭାଇର ଜିନିଷପତ୍ର ସବୁ ରେଡି କରୁ। ଅଜୁ କହିଛି ପୁରୀରେ ଆମେ କଣ ବା ତମେ ବର୍ଷା ଟା ଗାଳବା ମୁଁ ତମକୁ ଡାକୁଛି, ତମର ରସଗୋଲା ତେରେଇକି ପଳଉଛ। କାଇଁ ଡାକୁଥିଲୁ ମତେ କହନି? ତମକୁ ଗୋଟେ କଥା ପଚାରିଥିଲା ତ ସେଇଥିପାଇଁ ଡାକିଲି ଆଉ। କଣ ପଚାରିବାର ଅଛି ଶୀଘ୍ର ପଚାରେ। ଆଚ୍ଛା ତମେ ଏଇ କହିଲ କଣ ଜଗନ୍ନାଥ ଗୋଟାଏ ଘର ମଧ୍ୟରେ ବସି ବୋରିଂ ହଉଛି, ତାକୁ ଗରମ ହଉଛି, ଏସବୁ କଥା ତ ବୁଝିପାରୁଛ। କାଠ ତିଆରି ଠାକୁର ମନ କଥା ବୁଝିପାରୁଛ, ଆଉ ମୋ ମନ କଥା ବୁଝିପାରିଲା। ତୋ ମନ କଥା କଣ? ତୁ ତ ତୋର ବାହାରେ ବୁଲିକି ଘିରିଘିରି ପବନ ଖାଉଛୁ, ତତେ କଣ କାନ୍ଧରେ ବୁଲିକି ପବନ ଖୁଆଇଥାନ୍ତି? ଆଚ୍ଛା ଜଗନ୍ନାଥ କଣ ତମକୁ କହିଥିଲେ ନା ଗରମ ହଉଛି? ଆଲୋ ଜଗା କହିବ କାହିଁକି? ମୁଁ ବା ଜଗାର ମନ କଥା ବୁଝିପାରେ। ଆଉ ମୋ ମନ କଥା? ତୋ ମନ କଥା କଣ? ତୋ ମନ କଥା ଟିକେ କହୁନୁ କହ। ଛେନା ଗୁଡ଼ ସେଇଠି ବା ଖାଇଥିଲୁ। ସକାଳେ ମନ୍ଦିରରେ ଚକଳିକି ଆଣି ଛେନା ଗୁଡ଼ କଦଳୀ ଦେଇଥିଲି, ତୁ ଖାଇନଥିଲୁ? ଭଗବାନ ଏଠି ନାହାନ୍ତି ଲୋ, ଯାହା ଦେଉଳରେ ଡାକିବୁ ସେଇଠି ଶୁଣିବି। ମୁଁ ଯାଉଛି ପୁରୀ ଯିବା ପାଇଁ ବାହାରିବି, ଧର ମୋର ଡେରି ହେଇଗଲେ ବସରେ ଯଦି ଆଉ ସିଟ୍ ନ ମିଳିଲା ମତେ ପୁଣି ସେ ଖୁଣ୍ଟୁକୁ ଧରିକି ଯିବାକୁ ପଡ଼ିବ। ମୁଁ ଚାଲି କଥା ଉପରେ ଖାଲି ନଜର। ଆଲୋ ଛାଡ଼େ। ଆଚ୍ଛା ତମେ ପୁରୀ ଯିବ ନୁ? ହଁ କାଲି ବା ରଥଯାତ୍ରା, ମୁଁ ଯିବି ରଥ ଟାଣିବି। ଏଇଠି ଅନେଇଲୁ ମା କହୁଥିଲା ରଥ ଟାଣିଲେ ନା ଭାରି ପୁଣ୍ୟ ହୁଏ। ଆଉ ଜଗନ୍ନାଥଙ୍କୁ ଯଦି ରଥ ଉପରେ ଦେଖିଦେଲ ତାହେଲେ ତ ମଣିଷ ଜନ୍ମରୁ ନିସ୍ତରି ଯିବ। ଶାସ୍ତ୍ରରେ ଲେଖା ଅଛି ରଥେତୁ ବାମନ ମନ୍ଦିର ପୁନର୍ଜନ୍ମ ନ ବିଦ୍ୟତେ। ହଁ ସେ କଥା ଠିକ ଯେ, କିନ୍ତୁ ତମେ ତ ରଥ ଟାଣି ପାରିବନି। ତମେ କଣ ଡାଉକ ବୋଲି ଶିଖିଛ? ଯାହାକୁ ଶୁଣିଲେ ଜଗା ଖୁସି ହେଇଯାଏ ଆଉ ତା ନନ୍ଦୀ ଘୋଷ ଚାଲେ, ଶିଖିଛ ତାକୁ? ଆଉ ମୋ ମା ତ କହୁଥିଲା ଶ୍ରଦ୍ଧାରେ ଟାଣିଲେ ଜଗାର ନନ୍ଦୀ ଘୋଷ ଚାଲେ। ହଁ ସେ କଥା ଠିକ ଯେ, କିନ୍ତୁ ତା ଭିତରେ ଆଉ ଗୋଟେ କଥା ଅଛି। କଣ କଥା ହଉଛି ଇଏ ଯେ ରଥ ଚାଲିଲା ବେଳେ ଜଗା ଜାଣି ଶୁଣି ତା ରଥ ଟିକେ ବ୍ରେକ୍ ଲଗେଇଦିଏ। ହଁ ଯିଏ ଯେତେ ଜୋର ଲଗେଇଲେ ବି ତା ରଥ ହାତ ବଢିଆ ତ ଦୂର କଥା ଟୋଟାଲ ହଲେନି। ଏତେ କଷ୍ଟ ଦିଏ ଲୋକଙ୍କୁ ସେ? ବହୁତ କଷ୍ଟ। ଆଚ୍ଛା ଆଚ୍ଛା। ଠିକ ସେଇ ସମୟରେ ରଥ ଉପରେ ବସିଥିବା ଡାଉକ ଜୋରରେ କହେ କଣ ଡାଉକ ବୋଲି, ଆଉ ତାପରେ ଭକ୍ତମାନେ ତା ସାଙ୍ଗରେ ପାଣି ଧରନ୍ତି। ଯାହାକୁ ଶୁଣିଲେ ଜଗା ଖୁସି ହେଇଯାଏ, ବ୍ରେକ୍ ଛାଡ଼ିଦିଏ, ବାସ୍। ଆଉ ତମେ ତ ଶିଖିନା, ତମେ କୋଉଠୁ ଜାଣିବ? ତୁ ବା ଶିଖିଛୁ, ମତେ ଶିଖେଇ ଦେବୁନି କି? ହଁ ଶିଖେଇ ଦେବି ଯେ, କିନ୍ତୁ ଗୋଟେ ସର୍ତ୍ତରେ। କଣ ତୋର ସର୍ତ୍ତ କହ? ପୁରୀରୁ ଆଇଲା ହେଲେ ହଁ ମନାଇ ଦେବଣ ଶଙ୍କା ଆଣିବ। ଏଗୁলো ମାରି ବି ଜାଣିଗଲ। ତ ବାହା ହେଇନୁ, ତୋର ସଂଖ୍ୟା କଣ ହବ? ବେକରେ ପକେଇ ବୁଲିବି, ତମ ଫଟୋ ଉଠେଇବ। କୁହ ତମେ ଆଣିବ କି ନାହିଁ? ହଉ ଆଣିବି ଯେ, ତୁ ଟିକେ ଆଗ ଡାହୁକୁ ବୋଲି ମତେ ଶିଖା। ହଉ ଠିକ ଅଛି, ମୁଁ ଆଗେ କହିବି, ମୁଁ ଯାଇ କହିବି, ମୋ ପଛରେ ତମେ ବି ସେୟା ପାଳି ଧରିବ। ଆଚ୍ଛା ଠିକ ଅଛି। ହେଲା? ହଁ ହୋ ଭଗତେ ଓ ଭଗତେ। ତୁ ଏବେ ଠିକ ହେଇନି। ମୁଁ କହିବି ହୋ ଭଗତେ, ତମେ କହିବ ଓ। ଆଚ୍ଛା ତାପରେ ମୁଁ ଯାହା କହିବି ତମେ ସେୟା କହିବ। ଫାର୍ଷ୍ଟ ଓ ତାପରେ ଯାଇ କରିବୁ ସେ। ହଁ ତାପରେ କହ। କୁହ ହଁ ହୋ ଭଗତେ। ରଥ ଚାଲେ ଘୋ, ରଥ ଚାଲେ ଘୁ, ଜଗ ଚାଲେ ଘୋ, ଚକ ଚାଲେ ଘୁ, ତା ମୁଣ୍ଡରେ ସିନ୍ଦୁର ଟୋପା, ତାହା ମୁଣ୍ଡରେ ସିନ୍ଦୁର ଟୋପା, କହିଥାମୁ। ରାମ ରାମ ରାମ। ଏଇ କଥା ଶୁଣିଲେ ଜଗାର ନନ୍ଦୀ ଘୋଷ ଚାଲେ।